ଏକାଦଶ ଅଧ୍ୟାୟ ଗତି ଓ ସମୟ ମୋସନ୍ ଆଣ୍ଡ ଟାଇମ୍ ବିସ୍ତୃତ ବୁଝାମଣା। ଏହି ଅଧ୍ୟାୟଟି ଦୁଇଟି ମୁଖ୍ୟ ଧାରଣା ଉପରେ ଆଧାରିତ, ଗତି ମୋସନ୍ ଏବଂ ସମୟ ଟାଇମ୍। ଭାଗ ବିନା 1 ଗତି ମୋସନ୍ ଏବଂ ଏହାର ପ୍ରକାରଭେଦ। କୌଣସି ବସ୍ତୁର ଗତିକୁ ମୁଖ୍ୟତଃ 3 ଭାଗରେ ବୁଝାଯାଏ। ପ୍ରକାର ବର୍ଣ୍ଣନା ଉଦାହରଣ 1 ସରଳ ରୈଖିକ ଗତି ରେକ୍ଟିଲିନିୟର। ବସ୍ତୁ ଏକ ସିଧା ରେଖାରେ ଗତି କରେ। ସିଧା ରାସ୍ତାରେ ଚାଲୁଥିବା ଗାଡ଼ି ସିଧା ଉପରକୁ ଫିଙ୍ଗାଯାଇଥିବା ବଲ୍। 2 ବୃତ୍ତାକାର ଗତି ସର୍କୁଲାର। ବସ୍ତୁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ରହି ଗୋଲ ହୋଇ ଘୂରେ। ପଙ୍ଖାରର ଗତି ମେରି ଗୋ ରାଉଣ୍ଡ। ମେରି ଗୋ ରାଉଣ୍ଡରେ ଥିବା ପିଲାଙ୍କ ଗତି। 3 ଦୋଳନ ବା ଆବର୍ତ୍ତ ଗତି ଅସିଲେଟରୀ ପିରିୟଡିକ୍। ବସ୍ତୁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁର ଆଗକୁ ଓ ପଛକୁ କିମ୍ବା ଡାହାଣକୁ ବାମକୁ ବାରମ୍ବାର ଗତି କରେ। ଘଣ୍ଟା ଲୋଳକ ପେଣ୍ଡୁଲମ୍। ଝୁଲାର ଗତି ସିଲେଇର ଛୁଞ୍ଚି। ଦ୍ରୁତ ଓ ମନ୍ଥର କୌଣସି ବସ୍ତୁ ଅଧିକ ଦୂରତାକୁ କମ୍ ସମୟରେ ଅତିକ୍ରମ କଲେ ତାହାକୁ ଦ୍ରୁତ ଗତି କୁହାଯାଏ। ଭାଗ ବିନା 2 ବେଗ୍ ସ୍ପିଡ୍। ବେଗ ହେଉଛି ଗତିକୁ ମାପିବାର ମାଧ୍ୟମ। ଏହା ଦର୍ଶାଏ ଯେ କୌଣସି ବସ୍ତୁ କେତେ ଶୀଘ୍ର ଚାଲୁଛି। ବେଗର ସଂଜ୍ଞା ଏକକ ସମୟରେ, ଯେପରି 1 ଘଣ୍ଟା ବା 1 ସେକେଣ୍ଡରେ ବସ୍ତୁ ଯେତିକି ଦୂରତା ଅତିକ୍ରମ କରେ। ସୂତ୍ର ଏକକ ବଡ଼ ଦୂରତା ପାଇଁ କିଲୋମିଟର ପ୍ରତି ଘଣ୍ଟା କିଲୋମିଟର ପାଏୱାର। ବୈଜ୍ଞାନିକ ବା ମାନକ ଏକକ SI ୟୁନିଟ୍ ମିଟର ପ୍ରତି ସେକେଣ୍ଡ M/s। ସମାନ ଓ ଅସମାନ ବେଗ। ସମାନ ବେଗ ୟୁନିଫର୍ମ ଯେତେବେଳେ ବେଗ ସ୍ଥିର ଥାଏ, ଯେପରି ଘଣ୍ଟାକୁ 60 କିଲୋମିଟର ବେଗରେ ଚାଲିବା। ଅସମାନ ବେଗ ନନ୍ ୟୁନିଫର୍ମ ଯେତେବେଳେ ବେଗ ବଦଳୁଥାଏ, ଯେପରିରେ ଗାଡ଼ିର ବେଗ। ଭାଗ ବିନା 3 ସମୟ ମାପ ମେଜରମେଣ୍ଟ ଅଫ୍ ଟାଇମ୍। ପୁରୁଣା କାଳରେ ଲୋକମାନେ ଛାଇ, ଜଳଘଣ୍ଟା, ୱାଟର କ୍ଲକ୍, ବାଲିଘଣ୍ଟା, ସ୍ୟାଣ୍ଡ କ୍ଲକ୍ ଆଦି ବ୍ୟବହାର କରୁଥିଲେ। ବର୍ତ୍ତମାନର ମାପ ବର୍ତ୍ତମାନ ସମୟ ମାପିବା ପାଇଁ ଘଣ୍ଟା ୱାଚ୍ କ୍ଲକ୍ ବ୍ୟବହାର କରାଯାଏ। ନୀତି ଅଧିକାଂଶ ଘଣ୍ଟା ଆବର୍ତ୍ତ ଗତି ପିରିୟଡିକ୍ ମୋସନ୍ ନୀତିରେ କାମ କରେ, ଯେଉଁଥିରେ ଗତି ବା ଘଟଣା ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପୁନରାବୃତ୍ତି ହୁଏ। ଉଦାହରଣ ପେଣ୍ଡୁଲମ୍ ଘଣ୍ଟା। ସମୟର ମାନକ ଏକକ SI ୟୁନିଟ୍ ସେକେଣ୍ଡ ଅଫ୍ S। ଅନ୍ୟ ଏକକ ମିନିଟ୍, ଘଣ୍ଟା, ଦିନ ଇତ୍ୟାଦି। ସାରାଂଶରେ ଏହି ଅଧ୍ୟାୟରେ ଆପଣ ଶିଖିଲେ ଯେ ଜିନିଷଗୁଡ଼ିକ କେତେ ପ୍ରକାରରେ ଗତି କରନ୍ତି ଏବଂ ଏହି ଗତିକୁ ଦୂରତା ଓ ସମୟର ସାହାଯ୍ୟରେ ବେଗ ଆକାରରେ କିପରି ମାପ କରାଯାଏ। ଆପଣ ଏହି ପାଠ ସମ୍ବନ୍ଧୀୟ କୌଣସି ନିର୍ଦ୍ଦିଷ୍ଟ ପ୍ରଶ୍ନ ବା ସମସ୍ୟା, ଯେପରି ଗାଣିତିକ ସମସ୍ୟା ଉପରେ ଅଧିକ ସାହାଯ୍ୟ ଚାହୁଁଛନ୍ତି କି?